ସୌର ଚୁଲା। ତ ଦେଖ ଏଠାରେ ଏକ ସୌର ଚୁଲାର ଛବିଟିଏ ଦିଆଯାଇଛି। ଏହାକୁ ଲକ୍ଷ୍ୟ କର। ଏହା ହେଉଛି ସୌର ଚୁଲା। ଏହି ସୌର ଚୁଲାକୁ ବ୍ୟବହାର କରି ରୋଷେଇ କାର୍ଯ୍ୟ ଆମର କରାଯାଇଥାଏ। ତ ଏହାର ସଂଜ୍ଞା କ'ଣ ହେବ ନା ଦେଖ ଯେଉଁ ଉପକରଣ ଦ୍ୱାରା ସୌର ତାପକୁ ବ୍ୟବହାର କରି ରୋଷେଇ କାର୍ଯ୍ୟ କରାଯାଇଥାଏ ତାହାକୁ ଆମେ ସୌର ଚୁଲା ବା ସୋଲାର କୁକର ବୋଲି କହିଥାଉ। ତ ଏହା ଦେଖିବାକୁ ଗୋଟେ ବାକ୍ସ ଭଳିଆ ହୋଇଛି ନୁହେଁ କି? ତ ଆମର ଖାଦ୍ୟ ରନ୍ଧା ପାଇଁ ଆମକୁ କ'ଣ ଆବଶ୍ୟକତା ହେଇଥାଏ ନା ତାପ ଓ ହିଟ୍ର ଆବଶ୍ୟକତା ପଡ଼ିଥାଏ। ତ ଏହି ସୌର ଚୁଲାରେ କିପରି ଏତେ ତାପ ସୃଷ୍ଟି ହେଉଛି ଯେ ଏହା ମଧ୍ୟରେ ଖାଦ୍ୟ ରନ୍ଧା ହୋଇପାରୁଛି। ତ ଦେଖ ଏହି ସୌର ଚୁଲାର ଯାହାର କଭରଟି ଦେଖ ପୁରା କଳା ରଙ୍ଗର ହୋଇଛି। କାହିଁକି ନା ଦେଖ ଆମେ ଟିକେ ଆଗରୁ ଆଲୋଚନା କଲେ ଯେ କଳା ରଙ୍ଗ କ'ଣ କରିଥାଏ ନା ଆଲୋକକୁ ଅବଶୋଷଣ କରିଥାଏ, ଯାହା ଫଳରେ କି ଅଧିକ ଉତ୍ତାପ ସୃଷ୍ଟି ହୋଇଥାଏ ଏବଂ ଆମର ଖାଦ୍ୟ ରନ୍ଧା ପାଇଁ ଆମକୁ କ'ଣ ଦରକାର ନା ଉତ୍ତାପର ଆବଶ୍ୟକତା ହୋଇଥାଏ। ତ ତେଣୁ ଏହାର ବାହାର ଭାଗଟିକୁ ଆମର କଳା ରଙ୍ଗର କରାଯାଇଥାଏ। ତ ଏବେ ଆସ ଏହି ସୌର ଚୁଲାର ଗଠନ ଓ କାର୍ଯ୍ୟ ପଦ୍ଧତି ବିଷୟରେ ଆମେ ବିସ୍ତୃତ ଭାବେ ଆଲୋଚନା କରିବା। ତ ଦେଖ ଏହାର ପ୍ରଧାନ ଅଂଶ ଗୁଡ଼ିକ ହେଲା କ'ଣ କ'ଣ ନା ପ୍ରଥମେ ହେଉଛି ଆଧାର ପାତ୍ର, ଦ୍ୱିତୀୟରେ ହେଉଛି ତାପଶୋଷୀ ଆଚ୍ଛାଦନ ଓ ତୃତୀୟରେ ହେଉଛି ଆମର ପ୍ରତିଫଳକ। ତ ପ୍ରଥମେ ହେଉଛି ଆଧାର ପାତ୍ର। ଦେଖ ଏହି ଭାଗରେ ଏହାର ଚାରିପାଖରେ ଆମର କଳା ରଙ୍ଗ ଦିଆଯାଇଛି, ଯାହାଫଳରେ ଏହି ଜାଗାଟି ଆଲୋକକୁ ଅଧିକ ଗ୍ରହଣ କରିବା ଦ୍ୱାରା ଏହା ଅଧିକ ଉତ୍ତପ୍ତ ହୋଇ ରହିଥାଏ ଏବଂ ଏହା ମଧ୍ୟରେ ଖାଇବା ପାତ୍ର ଗୁଡ଼ିକ ବା ପାତ୍ରରେ ଆମର ପାଣି ରଖାଯାଇଥାଏ, ଯାହାଫଳରେ କିଛି ସମୟ ପରେ ଖାଦ୍ୟ ଗୁଡ଼ିକ ଗରମ ହୋଇଯାଇଥାଏ। ତାପରେ ଦେଖ ତାପଶୋଷୀ ଆଚ୍ଛାଦନ। ତ ଦେଖ ଆଧାର ପାତ୍ରର ଭିତର ପାର୍ଶ୍ୱରେ ଆମର କଳା ରଙ୍ଗର ପ୍ରଲେପ ଦିଆଯାଇଛି, ଯାହାଫଳରେ ସେ ଅଧିକ ଆଲୋକ ଗ୍ରହଣ କରିପାରିବ ଓ ଗରମ ହୋଇପାରିବ। ଓ ଦେଖ ଏହାର ଉପର ଭାଗକୁ ଆମର କାଚ ଫଳକରେ ଆବୃତ କରାଯାଇଛି, ଯାହା ମଧ୍ୟ ଦେଇକି ଆଲୋକ ଏହା ମଧ୍ୟକୁ ପ୍ରବେଶ କରିପାରିବ, କିନ୍ତୁ ଏହି କାଚ ମଧ୍ୟ ଦେଇ ଆଲୋକ ସହଜରେ ବାହାରକୁ ବାହାରିପାରେ ନାହିଁ। ତାପରେ ତୃତୀୟରେ କ'ଣ ହେଉଛି ନା ପ୍ରତିଫଳକ। ତ ଦେଖ ଏହିଠାରେ ଏକ ପ୍ରତିଫଳକ ବା କନକେଭ୍ ରିଫ୍ଲେକ୍ଟର ରଖାଯାଇଛି, ଯାହାଦ୍ୱାରା କ'ଣ ହୋଇଥାଏ ନା ଦେଖ ଏହି ପ୍ରତିଫଳକ ବା କନକେଭ୍ ରିଫ୍ଲେକ୍ଟର ଆମର ସୂର୍ଯ୍ୟ ଆଲୋକ ଗୁଡ଼ିକୁ କେନ୍ଦ୍ରୀଭୂତ କରି ଆଧାର ପାତ୍ର ଉପରେ ପକାଇଥାଏ। ତ ଏହିଠାରେ ଟିକେ ଅସୁବିଧା କ'ଣ ହୋଇଥାଏ ନା ଦେଖ ସୂର୍ଯ୍ୟର ଆଲୋକ ସବୁବେଳେ ଗୋଟେ ଜାଗାରୁ ଆସିନଥାଏ, କାରଣ ଏହାର ସ୍ଥାନ ସମୟ ଅନୁସାରେ ବଦଳୁଥାଏ। ତେଣୁ ଏହାକୁ ମଝିରେ ମଝିରେ ଆସି ଟିକେ ଏଡ଼ଜଷ୍ଟ କରିବାକୁ ପଡ଼ିଥାଏ, ଯେପରି ସୂର୍ଯ୍ୟ ଆଲୋକ ସିଧାସଳଖ ଭାବେ ଆସି ଏହି ଆଧାର ପାତ୍ର ଉପରେ ପଡ଼ିବ। କ'ଣ ପାଇଁ ନା ଦେଖ ଆମର ସମୟ ସମୟରେ ସୂର୍ଯ୍ୟର ସ୍ଥାନ ସବୁବେଳେ ବଦଳୁଛି, ଯାହାଫଳରେ କ'ଣ ହେବ ନା ସୂର୍ଯ୍ୟର ଆଲୋକ ମଧ୍ୟ ସେହିପରି କଣ ଆକାରରେ ଆସି ଏଠି ପଡ଼ିବ। ତ ଯଦି ଆମେ ସିଧାସଳଖ ଭାବେ ସୂର୍ଯ୍ୟ ଆଲୋକଟି ଆମର ଏହି ପାତ୍ରରେ ପଡ଼ିବ, ତେବେ ଯାଇକି ଆମକୁ ଅଧିକ ତାପ ଆମେ ପାଇପାରିବା। ତେଣୁ ଆମକୁ କ'ଣ କରିବାକୁ ହୁଏ ନା ସମୟ ସମୟରେ ଆସି ଏହାକୁ ସୂର୍ଯ୍ୟ ଆଲୋକ ଯେପରି ସିଧାସଳଖ ଭାବେ ଆସି ଏହା ଉପରେ ପଡ଼ିବ, ସେହିପରି ଭାବରେ ବା ସେହି ସ୍ଥିତିରେ ଆମେ ଏହାକୁ ରଖିଥାଉ। ତାପରେ ଦେଖ ଏହି ଯେଉଁ ପ୍ରତିଫଳକର ଭିତର ପୃଷ୍ଠ ରହିଛି ତାହାକୁ ଅତି ମସୃଣ ରଖାଯାଇଥାଏ, ଯାହାଫଳରେ କ'ଣ ହୋଇଥାଏ ନା ଦେଖ ଏହା ଆଲୋକକୁ ଅଧିକ ପ୍ରତିଫଳିତ କରିଥାଏ ଓ ଆଲୋକ ଗୋଟେ ଜାଗାରେ ଆମର କେନ୍ଦ୍ରୀଭୂତ ହେବା ଫଳରେ ସେଠାରେ ତାପମାତ୍ରା ବଢ଼ି ଯାଇଥାଏ, ଯାହାଫଳରେ ଖାଦ୍ୟ ଆମର ଗରମ ହୋଇଥାଏ ଓ ରୋଷେଇ କାର୍ଯ୍ୟଟି ଆମର ସମ୍ପୂର୍ଣ୍ଣ ହୋଇପାରେ। ତ ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଆମ ଭିଡ଼ିଓଟିକୁ ଲାଇକ୍ କରିଦେବ ଏବଂ ଆମ ଚ୍ୟାନେଲଟିକୁ ଯଦି ସବସ୍କ୍ରାଇବ୍ କରିନ ତାହେଲେ ତଳେ ଯେଉଁ ସବସ୍କ୍ରାଇବର ବଟନ୍ ଅଛି ତାହାକୁ କ୍ଲିକ୍ କରିକି ଆମ ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ୍ କରିଦେବ।